ରଦ୍ଦ କରିବାର କ'ଣ ଅଛି? ତେଣୁକରି ରଦ୍ଦ କରିଛନ୍ତି ସ୍ୱାଭାବିକ କଥା। ଆମେ ଯେଉଁମାନେ 4 ଜଣ ସିଟିଂ MLA ଏବଂ ଯେଉଁମାନେ ସିଟିଂ MP ମାନେ ରିଜାଇନ୍ କରିଛନ୍ତି, ମୋ ପାଇଁ ଯେଉଁ ପ୍ରୋସିଜର ଆଡପ୍ଟ କଲେ ଅନ୍ୟମାନଙ୍କୁ ବି ପାଇଁ ସେଇ ପ୍ରୋସିଜର ଆଡପ୍ଟ ହେବ। କିନ୍ତୁ ସାର୍ ଯାହା ସେ ସୂଚୀରେ ବା ନୋଟିଫିକେସନ ଉଲ୍ଲେଖ ଅଛି ଯେ ଆପଣ ଯେହେତୁ ପ୍ରାଇମେରୀ ମେମ୍ବରସିପ ବିଜୁ ଜନତା ଦଳର ସ୍ୱେଚ୍ଛାକୃତ ଭାବେ ଭଲେଣ୍ଟରୀ ଭାବେ ଛାଡ଼ିଲେ, ତେଣୁକରି ଏହା ଯୋଉ ନିୟମ ରହିଛି, ଅଧିନିୟମ ରହିଛି, ତାକୁ ଭାଉଲେଟ କରୁଛି, ଉଲ୍ଲଂଘନ କରୁଛି। ସେଥିପାଇଁ ଆପଣଙ୍କ ନାଁରେ ଅଭିଯୋଗ ଆଣିଲେ ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ତାକୁ ବାଚସ୍ପତି ଗ୍ରହଣ କଲେ। ଆପଣମାନଙ୍କୁ ଡକାଗଲା କିନ୍ତୁ ଆପଣ ଯାଇନଥିଲେ ନିଜ ପକ୍ଷ ରଖିବା ପାଇଁ। ନାଇଁ, ପକ୍ଷ ରଖିବା ପାଇଁ ଯାଇଥିଲି କିନ୍ତୁ ମୋ ଡେରି ହେଇଗଲା, ଯେହେତୁ ମୁଁ ଟିକେ ଅନ୍ୟ କାମରେ ବ୍ୟସ୍ତ ଥିଲି, ଅଲଗା ଅର୍ଜେଣ୍ଟ କାମରେ ବ୍ୟସ୍ତ ଥିଲି। ସେଥିପାଇଁ ମୁଁ ଡେରିରେ ଯାଇକରି ସ୍ପିକରଙ୍କୁ ଭେଟିଛି ଏବଂ ଆମର ଯେଉଁ ଅଛନ୍ତି ସେକ୍ରେଟାରୀ ତାଙ୍କୁ ବି ମୁଁ ଭେଟିଛି, ଗତକାଲି ଭେଟିଛି। ମୁଁ କହିଲି ମୋର ଟିକେ ଅର୍ଜେଣ୍ଟ ମେଡିକାଲ କାମ ଥିଲା, ମୁଁ ପଳେଇ ଯାଇଥିଲି, ଆସିପାରିନଥିଲି, ଏବେ ମୁଁ ଆସିଛି। ସେମାନେ କହିଲେ ଆଉ କିଛି କହିଲେ ନାହିଁ ଆମର ସରିଯାଇଛି। ସେ ମୋର ମତାମତ ନେଲେ ନାହିଁ। ସେମାନେ ମୋର ମତାମତ ନେବା କଥା, କିନ୍ତୁ ମତାମତ ନ ନେଇକିରି ସେମାନେ ୱାନ୍ ସାଇଡେଡ ଡିସିସନ ନେଇଛନ୍ତି। କିନ୍ତୁ ଯୋଉ କଥା କୁହାଯାଉଛି ଯେ 12ଟା ଭିତରେ ଆପଣଙ୍କୁ ସମୟ ଦିଆଯାଇଥିଲା, 12ଟା ଭିତରେ ଆପଣ ପହଞ୍ଚିଥିଲେ? ମୁଁ ଶୁଣନ୍ତୁ, ମୁଁ ଯାଇଥିଲି ମେଡିକାଲ କାମରେ ଯାଇଥିଲି, ତେଣୁକରି ମୋତେ ଆସିବାକୁ ଟିକେ ଲେଟ୍ ହେଲା। କିନ୍ତୁ ଜିନିଷ ହେଲା କ'ଣ, ମାନେ ଆପଣଙ୍କର ଅଫିସିଆଲ ଟାଇମ୍ ତ ରହିଛି 10ଟାରୁ 5ଟା ଯାଏ ନା, ତା ଭିତରେ ତ ମୋତେ ନେବା କଥା, ମୋର ଷ୍ଟେଟମେଣ୍ଟ ନେବା କଥା। କିନ୍ତୁ ଇଣ୍ଟେନସନାଲି ଏମାନେ ନେଲେ ନାହିଁ, ଜାଣି ବୁଝିକରି ନେଲେ ନାହିଁ। ସୁବିଧା ଅସୁବିଧା ତ ମଣିଷର ଥାଏ। ହଠାତ୍ ଯଦି ଦେହ ଅସୁସ୍ଥ ହେଇପଡ଼ିଲା, ମୁଁ କ'ଣ କରିଥାନ୍ତି? ମୁଁ ଆଗରୁ ଜଣାଇ ପାରିଲି? ତେଣୁକରି ମୁଁ ଆଉ ଥରେ କହୁଛି, ସେମାନେ ମୋର ପକ୍ଷ ନେବା ଉଚିତ, ମୋଠୁ ଆଉ ଥରେ ଶୁଣିବା ଦରକାର। ମୁଁ ସେଥିପାଇଁ କହୁଛି ଯେ ଏମିତି ଅନସାଇଡେଡ ଡିସିସନ ନ ନେବାଟା ଠିକ ହେବ ନାହିଁ, ବର୍ତ୍ତମାନ ଅନସାଇଡେଡ ଡିସିସନ ନେଇଛନ୍ତି। ଯୋଉ ଧରନ୍ତୁ ଆପଣଙ୍କର ସେକ୍ରେଟାରୀ, ସ୍ପିକର, ଏମାନେ ଅନସାଇଡେଡ ଡିସିସନ ନେଇଛନ୍ତି। ଆଉ ଥରେ ମୋତେ ସ୍କୋପ ଦେବା ଦରକାର, ମୋତେ ସୁଯୋଗ ଦେବା ଦରକାର। କିନ୍ତୁ ସାର୍ ଆପଣ ଭାବୁନାହାନ୍ତି ଯେ ରାଜନୈତିକ କ୍ୟାରିୟର ଇଏ ଗୋଟେ ବଡ ପ୍ରଭାବ ପକେଇବ ବା ଆପଣଙ୍କ ନିର୍ବାଚନ ମଣ୍ଡଳୀ ଗୋଟେ ବଡ ପ୍ରଭାବ ପକେଇବ? କାରଣ ନିର୍ବାଚନ ଆସନ୍ନ ଏବଂ ଆଉ କିଛି ଦିନ ପରେ ନିର୍ବାଚନ ମଧ୍ୟ ହବାକୁ ଯାଉଛି। ସେ ସମୟରେ ଆପଣଙ୍କୁ ଆପଣଙ୍କ ବିଧାୟକ ପଦକୁ ରଦ୍ଦ କରାଯାଉଛି। କିଛି ଏହାର ପ୍ରଭାବ ପଡ଼ିବ ନାହିଁ, କାରଣ ଯେହେତୁ ତ ବିଧାୟକ ଲଢ଼ିବା ଖେଳ, ତ ବିଧାୟକ ପଦରେ ଇସ୍ତଫା ଦେବାକୁ ହିଁ ପଡ଼ିଥାନ୍ତା। ନଦେଲେ ଆପଣ କେମିତି ଲଢ଼ିବେ? ତେଣୁ ଏଇଟା ଗୋଟେ ରୁଟିନ ୱାର୍କ, ସଚରାଚର ସବୁଥର ସବୁବେଳେ ଏମିତି ହୁଏ। ଏଟା ମୋ ପାଇଁ ନୂଆ ନୁହେଁ, ସମସ୍ତଙ୍କ ପାଇଁ ନିୟମଟା ଲାଗୁ ଅଛି। କିନ୍ତୁ ତା ସତ୍ତ୍ୱେ ମଧ୍ୟ ମୋର ପକ୍ଷ ଶୁଣିବାର ଥିଲା, ଗଭର୍ଣ୍ଣମେଣ୍ଟର ମୋ ପକ୍ଷ ଶୁଣିବାର ଥିଲା, କିନ୍ତୁ ଗଭର୍ଣ୍ଣମେଣ୍ଟ ଶୁଣିଲେ ନାହିଁ। ମୋତେ ସମୟ ଦେବା କଥା, ସମୟ ଦେବା ଦରକାର। କିନ୍ତୁ ଏ ଯେଉଁ ମୁଁ ଯେହେତୁ ଗୋଟେ ଦଳରେ ଥିଲି, ସେ ଗୋଟେ ଦଳକୁ ଆସିଲି, ସେ ହିସାବରେ ସେ ଯେଉଁ ରଦ୍ଦ କରିବା କଥା କରିଛନ୍ତି, କିନ୍ତୁ ମୋର ମତାମତ ନେଇକି ରଦ୍ଦ କଲେ ଭଲ ହୁଅନ୍ତା। ନାଇଁ, କଥାଟା କ'ଣ ଅଛି, ଏଇଟା ଗୋଟେ ଇଏ ନୁହେଁ କି, ଆକ୍ରୋଶ ନୁହେଁ କି? ସେମାନେ କମ ସେ କମ ମାନେ ଗୋଟେ ପକ୍ଷ ରଖିବା ପାଇଁ ଗୋଟେ ଦିନ ଭିତରେ ସରିଯାଏ ସବୁ। ଯେତେବେଳେ ହାଇକୋର୍ଟରେ, ସୁପ୍ରିମକୋର୍ଟରେ କିମ୍ବା ତଳ କୋର୍ଟରେ ମାମଲା ଯାଏ, ବାରମ୍ବାର ସମୟ ତାଙ୍କୁ ଦିଆଯାଏ। ତ ଏମିତି ତ ସମୟ ଦେବା କଥା, ସମୟ ଦେଲେ ନାହିଁ, ସାଙ୍ଗେ ସାଙ୍ଗେ ତରବରିଆ ହେଇକିରି ଘୋଷଣା କରିଦେଲେ। କାଳେ ୟା ପ୍ରଭାବରେ ମୁଁ ଯେଉଁ ଛିଡ଼ା ହେଉଛି ଯେଉଁ ନିର୍ବାଚନ ମଣ୍ଡଳୀରେ ଗୋଟେ ଖରାପ ପ୍ରଭାବ ପଡ଼ିବ। ଲୋକ ଖରାପ ପ୍ରଭାବ ଆଦୌ ପଡ଼ିବ ନାହିଁ, କିନ୍ତୁ ସେମାନେ ଆଉ ଥରେ ମୋତେ ସୁଯୋଗ ଦିଅନ୍ତୁ, ମୁଁ ମୋର ପକ୍ଷ ରଖିବି। ସେଠି କରିଥାଇପାରେ, ନ କରିଲେ ମୋତେ କାହିଁ ସୁଯୋଗ ଦେଲେନି? ଆଉ ଥରେ ସୁଯୋଗ ଦେବା କଥା। ମୁଁ କହିଲେ ମୋତେ ଟିକେ ବିଳମ୍ବ ହେଇଗଲା, ସେତେ ସେକ୍ରେଟାରୀ ଥିଲେ, ସ୍ପିକର ଥିଲେ, ସେ ମୋତେ ଦେଇପାରିଥାନ୍ତା। ମୁଁ ଉଭୟଙ୍କୁ ଭେଟିଲି, କ'ଣ ପାଇଁ ଦେଲେ ନାହିଁ? ତେଣୁକରି ସେମାନେ ଆଉ ଥରେ ନୋଟିଫିକେସନ ଜାରି କରନ୍ତୁ, ଆଉ ଥରେ ମୋତେ ସୁଯୋଗ ଦିଅନ୍ତୁ, ମୋତେ ପକ୍ଷ ରଖିବାର ସୁଯୋଗ ଦେବା ଦରକାର। ଢାଲି ଯଦି ଆପଣଙ୍କୁ ଯାଇଥାନ୍ତେ ବା ପକ୍ଷ ରଖିଥାନ୍ତେ, କ'ଣ ପକ୍ଷ ରଖିଥାନ୍ତେ ଆପଣ? କାରଣ ଆପଣ ତ ଉଲ୍ଲଂଘନ କରିଛନ୍ତି ନିୟମ। ମୁଁ କହିଥାନ୍ତି କାହିଁକି ଉଲ୍ଲଂଘନ କଲି, କ'ଣ କଲି, ଭଲ ମନ୍ଦ କହିଥାନ୍ତି, କିନ୍ତୁ କହିବାର ତ ସୁଯୋଗ ଦେଲେ ନାହିଁ ନା, ସେମାନେ ତ ଶୁଣିଲେ ନାହିଁ ନା। ତେଣୁକରି ତାଙ୍କ ହିସାବରେ ସେମାନେ ଯାହା ନିଶ୍ଚୟ ନେବା କଥା ନିଅନ୍ତୁ, କିଛି ଅସୁବିଧା ନାହିଁ।
କିନ୍ତୁ ନିର୍ବାଚନରେ କିଛି ପ୍ରଭାବ ପଡିବନି କି ନିର୍ବାଚନ ମଣ୍ଡଳୀରେ କିଛି ଆପଣ ପ୍ରଭାବ ଏଥିରେ ନିର୍ବାଚନରେ କିଛି ପ୍ରଭାବ ପଡ଼େ ନାହିଁ ଏବଂ ନିର୍ବାଚନ ମଣ୍ଡଳୀ ବି କିଛି ପ୍ରଭାବ ପଡ଼ିବ ନାହିଁ। ଲୋକ ମାଇଣ୍ଡ ମେକଅପ୍ କରି ସାରିଛନ୍ତି ସେମାନେ କାହାକୁ ଭୋଟ ଦେବେ। ତାଙ୍କର ପ୍ରାର୍ଥୀକୁ ମୋତେ କଣ ମୁଁ କଣ ନୂଆ ପ୍ରାର୍ଥୀ ଏଠି ଜୟଦେବରେ। ମୁଁ ଆଜି 15 ବର୍ଷ ଜୟଦେବରେ ମାନେ ବୁଲୁଛି। 2 ଥର ବିଧାୟକ ହେଲି। ଘରେ ଘରେ ପରିଚିତ, ସମସ୍ତେ ଜାଣନ୍ତି ମୋ ସମୟରେ କେତେ କାମ ହେଇଛି। 60 ବର୍ଷ ବି ଯେଉଁ କାମ ହଉନଥିଲା, ରାସ୍ତାଘାଟ ବ୍ରିଜ ସେତୁ ଯାହା ଯାହା କରିବା କଥା ଲୋକ ଯାହା କହିଲେ ସବୁ କାମ କଲି। ନାଇଁ ରିଜେକ୍ଟ କରିବାଟା ଚିଠି ଆସିନାହିଁ। ମୋତେ ଆଟେଣ୍ଡ କରିବା ପାଇଁ କୁହାଯାଇଥିଲା, ଆଟେଣ୍ଡ କରି ପକ୍ଷ ରଖିବା ପାଇଁ କୁହାଯାଇଥିଲା। ଯାହା ଉଲ୍ଲେଖ ଅଛି ଯେ ଆପଣଙ୍କୁ ପ୍ରଥମେ ଯୋଉ ପିଟିସନ ତାର ଏକ କପି ପଠାଯାଇଥିଲା, ଆପଣ ରେସ୍ପଣ୍ଡ କରିନଥିଲେ। ପ୍ରଶାନ୍ତ ମୁଦୁଲିଙ୍କର କପିକୁ ବା ପିଟିସନକୁ ଦିଆଯାଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ବିଫୋର ସ୍ପିକର ହାଜର ହେବାକୁ ମଧ୍ୟ କୁହାଯାଇଥିଲା ବା ଭେଟିବା ପାଇଁ କୁହାଯାଇଥିଲା, ଆପଣ ଯାଇନଥିଲେ। ମୋତେ 10 ତାରିଖ 11ଟା ବେଳେ ଭେଟିବା ପାଇଁ କୁହାଯାଇଥିଲା। ଆଗରେ ଚିଠି ଆସିଥିଲା କିନ୍ତୁ ଭେଟିବା ପାଇଁ କୁହାଯାଇଥିଲା 10 ତାରିଖ ଦିନ 11ଟା ବେଳେ। ମୋର ହଠାତ୍ ଦେହ ଖରାପ ହେବାରୁ ମୁଁ ମେଡିକାଲକୁ ଗଲି। ଯିବାରୁ ମୋତେ ଆସିବାକୁ ଡେରି ହେଲା। 11ଟା ଜାଗାରେ 12ଟା ହେଇଗଲା। କିନ୍ତୁ ମୁଁ ଉଭୟଙ୍କୁ ଭେଟିଛି, ସେକ୍ରେଟାରୀଙ୍କୁ ଭେଟିଛି, ସ୍ପିକରଙ୍କୁ ଭେଟିଲି ଏବଂ ସେମାନେ ଆଉ ମୋତେ ଦେଲେ ନାହିଁ। ଇଏ କରିବା ପକ୍ଷ ରଖିବାକୁ ସେମାନେ କହିଲେ ସରିଗଲା, ଆପଣ କିଛି କହିବାର ନାହିଁ। ବୋଲେ ନାହିଁ ତ ନାହିଁ ଆଉ କ'ଣ। କିନ୍ତୁ ଆପଣ ଭାବୁନାହାନ୍ତି କିଛି ଉଲ୍ଲଂଘନ ହେଇଛି ବୋଲି? ନାଇଁ ଉଲ୍ଲଂଘନ ତ ମାନେ ସେମାନେ ମୋତେ ସୁଯୋଗ ଦେବା ଉଚିତ ଥିଲା। କ'ଣ ମୁଁ କହିଥାନ୍ତି ନ କହିଥାନ୍ତି, ସେ ସୁଯୋଗ ହିଁ ଦେଲେ ନାହିଁ। ତେଣୁକରି ଯିଏ ଯେତେ ଯାହା ହେଲେ ମଧ୍ୟ ଆଇନ ଆଗରେ ସମସ୍ତଙ୍କୁ ଶୁଣିବାର ସୁଯୋଗ ଦେବା ଉଚିତ, କହିବାର ସୁଯୋଗ ଦେବା ଉଚିତ। ଏ ସୁଯୋଗ ମୋତେ ମିଳିଲା ନାହିଁ। ତେଣୁକରି ନ ମିଳିଲା ଆଉ କ'ଣ କରାଯିବ, କିଛି କହିବାର ନାହିଁ। ତାଙ୍କ ସୁଯୋଗ ସେମାନେ ଦେବା କଥା ଦେଲେ ନାହିଁ, ମୁଁ କ'ଣ କରିବି। ନିହାତି ଭାବରେ ଆମେ କଥା ହଉଥିଲେ ଅରବିନ୍ଦ ଢାଲିଙ୍କ ସହିତ। ଜୟଦେବ ନିର୍ବାଚନ ମଣ୍ଡଳ ସେ ଜିତିକି ଆସିଥିଲେ ଏବଂ ବର୍ତ୍ତମାନ ଯେହେତୁ ତାଙ୍କର ବିଧାୟକ ପଦ ବା ସଭ୍ୟ ପଦକୁ ରଦ୍ଦ କରାଯାଉଛି ଏବଂ ସେ ପ୍ରତିକ୍ରିୟା ଦଉଥିଲେ ଯେ ତାଙ୍କୁ ଉତ୍ତର ରଖିବା ପାଇଁ ସୁଯୋଗ ଦିଆଗଲା ନାହିଁ। ଏକ ମେଡିକାଲ କାମରେ ସେ ଯାଇଥିଲେ ଏବଂ ବିଳମ୍ବ ହୋଇଥିଲା ପହଞ୍ଚିବାରେ, କିନ୍ତୁ ତାପରେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଏଇଠି କଥା ଉଠୁଛି ଯେ ଯେତେବେଳେ ବର୍ତ୍ତମାନ ନିର୍ବାଚନକୁ ଆଉ খুব কম দিন সে সময় সে অন্য দলକୁ যাই অর্থাৎ বিজেডি রু ইস্তফা দেই বিজেপি কু যাইছন্তি এবং বিজেপি র জয়দেব নির্বাচন মণ্ডল প্রার্থী হইছন্তি। তো সেঠারে কিভଳି প্রভাব পড়িব, সেঠারে কিভଳି ভাবে ভোটরଙ୍କ উপরে এହାର প্রভাব পড়িব সে সম্পর্কে যাহা জগদীশ অরবিন্দ ঢালি প্রতিক্রিয়া দউଥିଲେ যে কোনসি প্রভাব পড়িব ନାହିଁ। ନିର୍ବାଚନ ଉପରେ କାହିଁ ପ୍ରଭାବ ପଡ଼ିବ? ନିର୍ବାଚନରେ ବିଲକୁଲ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ସବୁ ଦଳରୁ ଗୋଟେ ଦଳ ଅନ୍ୟ ଦଳକୁ ସମସ୍ତେ ଯାଉଛନ୍ତି। ସେମାନେ ମଧ୍ୟ କେହି ବିଧାୟକ ଅଛନ୍ତି, କେହି ଏମ୍ପି ଅଛନ୍ତି, କେହି ଏକ୍ସ ଏମ୍ଏଲ୍ଏ, କେହି ଏକ୍ସ ଏମ୍ପି। ଏଥିରେ ପ୍ରଭାବ କ'ଣ ପାଇଁ ପଡ଼ିବ? ଏ ଟେନର ସରିଗଲା, 5 ବର୍ଷ ପୁରିଗଲା। ତେଣୁକରି ଏଥିରେ କୌଣସି ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ନାହିଁ ଏବଂ ଜନତା ଜନାର୍ଦ୍ଦନ ଓଡ଼ିଶାରେ କେଉଁ ସରକାର ଗଢ଼ିବେ, କିଏ ବିଧାୟକ ହେବେ ସବୁ ନିଷ୍ପତ୍ତି କରି ସାରିଛନ୍ତି। ତେଣୁକରି ଏହାର କିଛି ପ୍ରଭାବ ପଡ଼ିବ ନାହିଁ। ଜୟଦେବ ନିର୍ବାଚନ ମଣ୍ଡଳୀ ଆପଣ ବିଜେଡିରୁ ଜିତିକି ଆସିଥିଲେ, ବର୍ତ୍ତମାନ ଆପଣ ବିଜେପିରେ ଅଛନ୍ତି। ଆପଣ ଭାବୁଛନ୍ତି ସେଠି କଡ଼ା ଫାଇଟ୍ ହବ ନା ୱାନ୍ ସାଇଡ୍ ହବ ନା ଆପଣଙ୍କୁ ଅଧିକ ମାତ୍ରାରେ ଗ୍ରହଣ କରିବେ ଲୋକେ? ନାଇଁ କଡ଼ା ଫାଇଟ୍ ହବ ନାହିଁ। ଲୋକ ମୋତେ ଆଦରେ ଗ୍ରହଣ କରୁଛନ୍ତି କାରଣ ତାଙ୍କ ସହିତ ବରାବର 365 ଦିନ ମୁଁ କାମ କରେ, ସବୁଦିନ ଯାଏ ଲୋକଙ୍କ ସହିତ। ସେମାନେ ମୋତେ ବିଧାୟକ ଭାବରେ ଦେଖନ୍ତି ନାହିଁ, ତାଙ୍କର ଗୋଟେ ସଦସ୍ୟ ଭାବରେ ଭାଇ ଭାବରେ ଦେଖନ୍ତି। ତେଣୁକରି କିଛି ଏଥିରେ ଅସୁବିଧା ନାହିଁ ଏବଂ ସେମାନେ ଦେଖିବେ ଅନ୍ୟ ପାର୍ଟିର କ୍ୟାଣ୍ଡିଡେଟ୍ କିଏ ହେଉଛନ୍ତି। କ୍ୟାଣ୍ଡିଡେଟ୍କୁ ଦେଖିକରି ସେମାନେ ଜନତା ଜନାର୍ଦ୍ଦନ, ସେମାନେ ସଚେତନ ନାଗରିକ, ସ୍ୱାଭିମାନୀ ଭୋଟାର, ସେମାନେ କ୍ୟାଣ୍ଡିଡେଟ୍କୁ ଦେଖିକରି ଭୋଟ ଦେବେ ଏଥର। ଆପଣ ଭାବୁଛନ୍ତି ଆପଣ ହେଉଛନ୍ତି ଯୋଗ୍ୟ ପ୍ରାର୍ଥୀ ଏବଂ ଯେଉଁ ଚକ୍ରାନ୍ତ କରାଯାଉଛି ବା ଯେଉଁଭଳି ଭାବରେ କୁଚକ୍ରୀ ଗୋଷ୍ଠୀ ଆପଣଙ୍କୁ ଅସୁବିଧାରେ ବା ଅଡୁଆରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ସଫଳ ହେବେନି? ଦେଖନ୍ତୁ, ମୁଁ ନିଜକୁ ଯୋଗ୍ୟ ବୋଲି ମୁଁ କହିବି ନାହିଁ, ଜନତା କହିବେ କିଏ ଯୋଗ୍ୟ କିଏ ଅଯୋଗ୍ୟ। ଦ୍ୱିତୀୟରେ ଜୟଦେବ ନିର୍ବାଚନ ମଣ୍ଡଳୀର କାମକୁ ଭିତ୍ତି କରି ଲୋକମାନେ ଭୋଟ ଦେବେ। ମୁଁ ଯେତିକି ରାତି ଦିନ କାମ କରିଛି ସେ ଅନୁସାରେ ସେମାନେ ନିଶ୍ଚିତ ଭାବରେ ମୋ ସପକ୍ଷରେ, ଭାରତୀୟ ଜନତା ପାର୍ଟି ସପକ୍ଷରେ ଭୋଟ ଦେଇ ଏଠି ନରେନ୍ଦ୍ର ମୋଦିଜୀଙ୍କର ସରକାର ଗଠନ କରିବେ
এবং দিল্লীରେ ମଧ୍ୟ ହେବ ଡବଲ ଇଞ୍ଜିନ ସରକାର ହେବ ଜୟଦେବରେ ମଧ୍ୟ ସେମାନେ ବିପୁଳ ଭୋଟରେ ମୋତେ ବିଜୟ କରେଇବେ। ଆପଣ ଭାବୁଛନ୍ତି ଯେ ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହବ, ବିଜେପି ଶାସନକୁ ଆସିବ, ବିଜେପି କେତେ ସିଟ୍ରେ ଏଥିରେ ଜିତିବ ବୋଲି ଆପଣ ଆକଳନ କରୁଛନ୍ତି? ବିଜେପି ମୋର ଦେନ୍ 90 ଉର୍ଦ୍ଧ୍ୱ ଭୋଟରେ ଜିତିବେ, କାରଣ ଲୋକ ଚାହୁଁଛି ଗୋଟେ ପରିବର୍ତ୍ତନ, ସବୁ କିଛିର ପରିବର୍ତ୍ତନ ହୁଏ। ଆପଣ ଦିନେ ଲୋକ ଭାବୁଥିଲେ ମାନେ କମ୍ୟୁନିଷ୍ଟ ଶାସନ ୱେଷ୍ଟବେଙ୍ଗଲ ଯିବ ନାହିଁ, ଗଲା। ଦିନେ ଭାବୁଥିଲେ ବିଜୁବାବୁ 123 MLA ପାଇଥିଲେ 90 ମସିହାରେ, ତା ପରବର୍ତ୍ତୀ ସମୟ କେତେ ପାଇଲା? 46 MLA ପାଇଲା। ତେଣୁକରି ସବୁ ଜିନିଷର ଉତ୍ଥାନ ଅଛି, ପତନ ଅଛି। ଦୀର୍ଘ ଦିନ କ୍ଷମତାରେ ରହିଲେ ଆଣ୍ଟି ଇନକମ୍ବେନ୍ସି ଫ୍ୟାକ୍ଟର ଏଠି ଜଡ଼ିତ ଅଛନ୍ତି। ତେଣୁକରି କିଛି ଅସୁବିଧା ନାହିଁ। ବିଜେପି ବିପୁଳ ଭୋଟରେ ଓଡ଼ିଶାରେ ମନମୋହନ ସାମଲଙ୍କ ନେତୃତ୍ୱରେ ଓଡ଼ିଶାରେ ସରକାର, ଧର୍ମେନ୍ଦ୍ରଜୀ ନେତୃତ୍ୱ ସରକାର ଗଠନ ହେବ ଏବଂ ଆମର ବିଧାୟକ, ଆମର ସାଂସଦ ଅଛନ୍ତି, ଆମର ଏଇ ଯେଉଁ ଅଛନ୍ତି ସପତ ଷଡ଼ଙ୍ଗୀ, ସେ ମଧ୍ୟ ବହୁତ ପରିଶ୍ରମ ବି କରୁଛନ୍ତି। ସମସ୍ତ ସହଯୋଗରେ ଓଡ଼ିଶାରେ ବିଜେପି ସରକାର ନିଶ୍ଚିତ ହେବ, ଡବଲ ଇଞ୍ଜିନ ସରକାର ହେବ। କିନ୍ତୁ ଶ୍ରୀଯୁକ୍ତ ଢାଲି ଆଉ ଗୋଟେ କଥା ମଧ୍ୟ ଉଠୁଛି ଯେ ଆପଣ ବିଜେଡି ଛାଡ଼ି ବିଜେପିକୁ ଗଲେ ଏବଂ ବିଜେପି, ଆପଣ ବିଜେଡିରେ ଭାବିଲେ କି ଯେ ଆପଣଙ୍କ ପାଇଁ ଆଉ ଏଠି ସ୍ଥାନ ନାହିଁ, କ'ଣ ପାଇଁ ବିଜେଡି ଆପଣ ଛାଡ଼ିଲେ? ଘର ବାହୁଡ଼ା କଲି, କାରଣ ମୁଁ ନୁହେଁ, ଯେତେ ବିଜେଡିର MLA MP ଅଛନ୍ତି, ମିନିଷ୍ଟର, ସେମାନେ ମୁହଁରେ ସିନା ପ୍ରକାଶ କରୁନାହାନ୍ତି, ସେମାନେ ଅଣନିଶ୍ୱାସୀ ହେଇକି ତା ଭିତରେ ପଡ଼ିଛନ୍ତି। କାରଣ ମୁହଁରେ ପ୍ରକାଶ କଲେ ଟିକେଟ ଫିକେଟ କଟିଯିବ, ଅସୁବିଧା ହେବ। କିନ୍ତୁ ସମସ୍ତେ ଅଣନିଶ୍ୱାସୀ, କେହି ହାଇକମାଣ୍ଡ ସହିତ ସିଧାସଳଖ ଯୋଗାଯୋଗ କରିପାରୁନାହାନ୍ତି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ସହିତ। ସମସ୍ତେ ଏ କଥା ଜାଣନ୍ତି କିନ୍ତୁ ମୁହଁରେ ପ୍ରକାଶ କରନ୍ତି ନାହିଁ। ମୁଁ ଦେଖିଲି ଏଠି ଆଉ କିଛି ହବାର ନାହିଁ, ଯେହେତୁ ମୋତେ ଟିକେଟ ଦେଲେ, ମୁଁ ବିଧାୟକ ହେଲି, କିନ୍ତୁ ଆଉ ଗୋଟେ ପାରାଲାଲ ଗୋଷ୍ଠୀ ସେଠି ମୋ ବିରୁଦ୍ଧରେ ଲଗାଇଦେଲେ 5 ବର୍ଷ ପର୍ଯ୍ୟନ୍ତ। ସେଠି ଆଉ ରହିଲେ କ'ଣ ହବ? ଲୋକଙ୍କ ସେବା ଠିକ୍ ସେ କରିହେବ ନାହିଁ। ଅଫିସର ଶାସନ ତ ସବୁଆଡ଼େ ଧୁମ ଚାଲିଛନ୍ତି। କେବେ କ'ଣ ସରକାର ମାନେ MLA MP ଦ୍ୱାରା ଚାଲିଛି କି? ଏ ତ ସମସ୍ତେ ଜାଣିଛନ୍ତି ଯେ ଅଫିସର ମାନେ ଯାହା କହୁଛନ୍ତି ସେୟା ହିଁ ହେଉଛି। ନାଇଁ ନାଇଁ, ଏଥିରେ ନିର୍ବାଚନ ସହିତ ଏହାର କ'ଣ ସମ୍ପର୍କ ରହିଲା? ମୁଁ ତ ଇସ୍ତଫା ଦେଲି, ମୁଁ ବିଧାୟକ ନାହିଁ, ବାସ୍। ଏବେ ନୂଆ କରି ଇଏ କରିବି, ବିଧାୟକ ପ୍ରାର୍ଥୀ ହେଲି, ଇଲେକ୍ସନ ଲଢ଼ିବି, ଏଥିରେ ନିର୍ବାଚନ ସହିତ କ'ଣ ସମ୍ପର୍କ ଏହାର? ନିହାତି ଭାବରେ ଆମେ ଅରବିନ୍ଦ ଢାଲିଙ୍କ ସହିତ କଥା ହେଉଥିଲେ। ଯଦିଓ ତାଙ୍କର ସଭ୍ୟପଦ ରଦ୍ଦ ହୋଇଛି, କିନ୍ତୁ ନିର୍ବାଚନ ଯେହେତୁ খুব কম দিন রহিলা এবং সেথিপাই সে প্রস্তুতি করছেন। যদিও বিজেডি ছাড়ি সে বিজেপি যোগদান করছেন, কিন্তু এর প্রভাব যে নির্বাচন উপরে পড়ব সে কথা সে সম্পূর্ণ ভাবে অগ্রাহ্য করে দৌঁছেন এবং আসন্তা দিন মানকরে প্রমাণিত হব যে পুনি থরে লোক সমর্থন তাক পাখে ଅଛି ବୋଲି ସେ ଦୃଢ଼ୋକ୍ତି ବା ସେ ଭାବରେ କିନ୍ତୁ ସେ ମଧ୍ୟ କହିଛନ୍ତି ଯେ ଏହା ଏକ ଆକ୍ରୋଶ ଏବଂ ମତେ ମୋ ପକ୍ଷ ରଖିବା ପାଇଁ ଦିଆଗଲା ନାହିଁ, ଆଉ ଥରେ ନୋଟିସ କରାଯାଉ ଏବଂ ମୋ ପକ୍ଷ ରଖିବାର ମତେ ସୁଯୋଗ ମିଳୁ, ଏକଥା ମଧ୍ୟ ସେ କହିଛନ୍ତି। ଏବଂ ଏକଥା ମଧ୍ୟ ସେ ସଫା ସଫା କହୁଛନ୍ତି ଅରବିନ୍ଦ ଢାଲି, ଯାହାଙ୍କର ବିଧାୟକ ପଦ ରଦ୍ଦ ହୋଇଛି, ସେ କଥା ବି କହୁଛନ୍ତି ଯେ ଇଏ ତ ଏକ ନୂଆ ନିର୍ବାଚନ ଏବଂ ଏହାର ମୋ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରଭାବ ପଡ଼ିବ ନାହିଁ।